ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। କାର୍ଯ୍ୟଫର୍ଦ୍ଦ 7 ଶିକ୍ଷଣ କାର୍ଯ୍ୟ 1। ଗପଟିକୁ ମନ ଦେଇ ପଢ଼। ଗୋଟିଏ ଦେଶରେ ଜଣେ ଧନୀ ବଣିକ ଥିଲେ। ନୂତନ ଧରଣର ମୁକୁଟ ପିନ୍ଧିବା ତାଙ୍କର ସଉକ ଥିଲା। ସୁନା, ହୀରା, ନୀଳା, ମୋତି, ମାଣିକ ଲଗାଯାଇଥିବା ମୁକୁଟଟିଏ ତିଆରି କରିବାକୁ ଇଚ୍ଛା କଲେ। ଥରେ ସେ ଘୋଷଣା କଲେ ଯେ ଯେଉଁ କାରିଗର ସବୁ ରତ୍ନ ଥାଇ ମୁକୁଟ ତିଆରି କରିବ, ତାକୁ 100 ସୁନା ମୋହର ପୁରସ୍କାର ଦିଆଯିବ। ଘୋଷଣା ଶୁଣି ଜଣେ ଶଠ କାରିଗର ଆସି ପହଞ୍ଚିଲା। ଧନୀ ବଣିକଙ୍କ କହିବା ମୁତାବକ ମୁକୁଟ ତିଆରି କରିବ ବୋଲି ରାଜି ହେଲା। ସେ ମୁକୁଟ ତିଆରି ନ କରି କେବଳ ତିଆରି କରିବାର ଛଳନା କଲା। ତା ବଦଳରେ ବହୁ ଧନ ସମ୍ପତ୍ତି ବୋହି ନେଲା। ଶେଷରେ ଶଠ କାରିଗରର ଛଳନା ଓ ଠକାମି ଜଣାପଡ଼ିଲା। ଧନୀ ବଣିକ ଶଠ କାରିଗରକୁ କଠିନ ଦଣ୍ଡ ଦେଲେ। ନିଜର ସଉକ ପାଇଁ ଲଜ୍ଜିତ ହେଲେ। ଶିକ୍ଷଣ କାର୍ଯ୍ୟ 2। ତଳ ଲିଖିତ ଶବ୍ଦଗୁଡ଼ିକୁ ପଢ଼ିଥିବା ଗପରେ ଚିହ୍ନଟ କରି ଗୋଲ ବୁଲାଅ। ଶିକ୍ଷଣ କାର୍ଯ୍ୟ 3। ତଳେ ଦିଆଯାଇଥିବା ଶବ୍ଦକୁ ବ୍ୟବହାର କରି ବାକ୍ୟ ଗଢ଼। ଯେପରି ସଉକ, ଜନ୍ମଦିନରେ ନୂଆ ପୋଷାକ ପିନ୍ଧିବା ରାମର ଏକ ସଉକ। ସେହିପରି ପୁରସ୍କାର, ପ୍ରତିଯୋଗିତାରେ ପ୍ରଥମ ହୋଇ ବୀଣା ପୁରସ୍କାର ପାଇଲା। କାରିଗର, କାରିଗରଟି ମାଟିରେ ସୁନ୍ଦର ମୂର୍ତ୍ତିଟିଏ ଗଢ଼ିଛି। ଘୋଷଣା, ଠକକୁ ଦଣ୍ଡ ଦେବାକୁ ରାଜା ଘୋଷଣା କଲେ। ସମ୍ପତ୍ତି, ଧନ ସମ୍ପତ୍ତି। ଏ ପୃଥିବୀରେ ଧନ ସମ୍ପତ୍ତି ଚିରସ୍ଥାୟୀ ନୁହେଁ। ଶିକ୍ଷଣ କାର୍ଯ୍ୟ 4। ପଢ଼ିଥିବା ଗପ ଆଧାରରେ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। କ. ଧନୀ ବଣିକଙ୍କର ପ୍ରଧାନ ସଉକ କ'ଣ ଥିଲା? ଧନୀ ବଣିକଙ୍କର ପ୍ରଧାନ ସଉକ ଥିଲା ନୂତନ ଧରଣର ମୁକୁଟ ପିନ୍ଧିବା। ଖ. କ'ଣ ଲାଗିଥିବା ମୁକୁଟ ତିଆରି କରିବାକୁ ଧନୀ ବଣିକ ଘୋଷଣା କଲେ? ସୁନା, ହୀରା, ନୀଳା, ମୋତି ଓ ମାଣିକ ଲାଗିଥିବା ମୁକୁଟ ତିଆରି କରିବାକୁ ଧନୀ ବଣିକ ଘୋଷଣା କଲେ। ଗ. ଶେଷରେ ଶଠ କାରିଗରର ଅବସ୍ଥା କ'ଣ ହେଲା? ଶେଷରେ ଶଠ କାରିଗର କଠିନ ଦଣ୍ଡ ପାଇଲା। ଘ. ଧନୀ ବଣିକ କ'ଣ ଘୋଷଣା କରିଥିଲେ? ଯେଉଁ କାରିଗର ସୁନା, ହୀରା, ମୋତି ଓ ମାଣିକ୍ୟ ଲାଗିଥିବା ମୁକୁଟ ତିଆରି କରିବ, ସେ ତାକୁ 100 ସ୍ୱର୍ଣ୍ଣ ମୁଦ୍ରା ପୁରସ୍କାର ଦେବେ।